फ्रेंड बर्तमान मु तो घर जिम बोली रेडी होगी आमर सचिव बाबू कहते रज 4 दिन तू गाँव में मजामस्ती करू से उठला कि न उठला मत कह तू जहाँ कर 4 दिन मत खाली गोटे कुआटे दे मो पीक मो रूम में शोबी मुझे हूँ देवा से उठला न उठला मुह धोनी झाड़ा जाइनी कहला मत कुआटे से पिला चलो फ्रेंड मुझे रेडी टी हो जाए तापर मुझे देखिए नमस्कार फ्रेंड आउ गोटे मो नुआ ब्लॉग स्वागत कर आज गुरुवार बर्तमान जानते राति पाइला सकाल सकाल उठिकी मु पूरा गाधे पूरा रेडी बर्तमान 3 मास पर मुझे गाँव में जीमी आग थर आई 13 मास रही गली आर कना रज आली राति पाइने 14 तारीख आज 13 गुरुवार बर्तमान मु बाहर की पूरा रेडी हो जाइए रूम पिला भी शोचती बर्तमान भाई जाइए एयरपोर्ट जाइए सार को छाड़िया टे सी आस सारापर मुझे मो गाड़ी तो पदार थुआई एटा मुझे पटरे साइड करी साइड करदे कि मु बाहर की जी भाई आसिले आस सारापर मुझे देखिया चलो मुझे आगे देखो कौन हो फ्रेंड मु तो गाड़ी से नहीं आसिक मुझे रखीदेली ये कहीं फाँकार रहा जहाँ गोटे गवर्नमेंट जगह ना आम गाड़ी रखी रखी थी प्रभु लोक तो गाड़ी से भी गेरेर हे गाड़ी बाहर असुविधा हे माने शांति मुझे गाड़ी रखुनी मत भी कई मत कहीपर ये गाड़ी तार रहा 4 दिन ये पुणी तार ये गाड़ी तो फाँका सब पैसा अच्छी गाड़ी भर बाहर करी गाड़ी भितर बसीगला पूरा शांति ना ठंडा ना तो जीवा फ्रेंड देखिया भाई आसतु आवा देखिया कौन हो बाट तो बेसी मजा मस्ती हो पारनी जहाँ मुझे देखे देखे जाऊँगी सेटा को एंजॉय कर वीडियोटा कंटिन्यू देख क्लिप करनी चलो जीवा आगे कौन हो तो फ्रेंड बर्तमान भाई आसिक रास्तार अच्छा बर्तमान मुझे रेडी हो गली बैग नहीं आईनी आम सचिव बाबू बही से आसले गोटे कुआटे पीब कौन कहीदे टे भाई मान कौन भाई मान कहीदे टे लाइक टे शेयर टे सब्सक्राइब टे करेंगे पाटे माने चुप कहीं कुआटे पीनी से चुप अच्छे हौ बाय बाय मु जाऊँ फेरने तुम जाऊँ सीताराम कहीदू फाइल चलती रास्ता को जी रास्ता गाड़ी अच्छी
ତାଙ୍କର ରହିଲେ ଘରକୁ ଯାଉ ଘରୁ 2ଟା 3ଟା ହେଇଯିବ। ଆମ ସାନ ଭାଇ ଗୋଟେ ଡାକିଥିଲି, ସେ ଆସିକି ମୋତେ ନେଇକି ଯାଉଛନ୍ତି ତ ମୁଁ ଯାଉଛି କରିବାକୁ ଛକରେ ହେଇଗଲି। ଫ୍ରେଣ୍ଡ ଆଉ ବର୍ତ୍ତମାନ ମୁଁ ଘରେ ଆସିକି ପହଞ୍ଚିଛି। ଆଉ ଦେଖିବାଟା ଆମ ଘର ଛୋଟ ଘର ଚାଳ ଘର। ମୋ ବୋଉ କହୁଛି କାହାକୁ କଣ କହୁଛୁ? ବୋଉକୁ ପଇସା ଦେଲି, କହୁଛି ଆହୁରି ପଇସା ଦେ। ମୁଁ ଆଉ କୋଉଠୁ ପଇସା ଆଣିବି? କାହାକୁ କହୁଛି? ମୋ ଭାଇ ମାନେ ଅଛନ୍ତି। ଦେଖିପାରୁଥିବେ ଆମର ଚାଳ ଘର ଏଠି। ଏ ମୋ ବୁଢୀ ମା ହେଇତ କହୁଛି, ଖାଲି କହୁଛି ବାହା କୋଉଠି ମୁଁ ବାହା ହେବି। ଆଉ ଚାଲନ୍ତୁ ଫ୍ରେଣ୍ଡ ଯିବା। ମୋର ଆଉ ଗୋଟେ ମା ଅଛି, ଆଉ ଦେଖେଇବି, ଦେଖେଇକି ଯିବା ଗୋଟେ ଫ୍ରେଣ୍ଡ। ଇଏ ମୋ ଦେଖିପାରୁଥିବ ମୋ ସାନ ମା ଇଏ। ଚାଲ ଯିବା ବିଲକୁ, ସେଠି ଗୋଟେ ଠାକୁର ବାହାରିଛି ଦେଖିବା। ଦେଖେଇକି ମୁଁ ଆପଣଙ୍କୁ ଦେଖଉଛି, ଚାଲ ଯିବା। ଏ ହେଲା ମୋ ସାନ ମା ଘର ଏପଟେ। ଦେଖୁଛନ୍ତି ନା? ହଁ। ବର୍ତ୍ତମାନ ଫ୍ରେଣ୍ଡ ଦେଖିପାରୁଥିବେ ମୁଁ ବିଲ ମଝିରେ ମାଆରେ ମୋର ଆମେ ଆଇଛୁ। ଆମ ଏଠି ହେଇଗଲାଣି ମାସେ ପାଖା ହେଇଗଲାଣି, ଗୋଟେ ଠାକୁର ଗୋଟେ ବାହାରିଛନ୍ତି। ଆଉ ମୁଁ ଆପଣମାନଙ୍କୁ ଦେଖଉଛି। ଆଉ ଦେଖନ୍ତୁ ବର୍ତ୍ତମାନ ସିଏ ଏତିକି ବାଟ ବାହାରିଛନ୍ତି, ଏତିକି ବାଟ ବାହାରିଛନ୍ତି। ସେ ଆହୁରି ତଳେ କାଳେ ଅଛି, ଆଉ ସେଥିପାଇଁ ବାହାର କରାହେଉନି। ଟାଇମ୍ ହେଉନି, ଏଠି ଲୋକମାନେ ଆସିପାରୁନାହାନ୍ତି, କାହିଁକିନା କାମ ଧନ୍ଦା ସବୁ ଚାଲିଛି ଏଇଗୁଣି। ଆଉ ସେଥିପାଇଁ ଆସିପାରୁନାହାନ୍ତି। କୋଉଠି କଣ ଏଇଠି କକା ହଳ କରିଛି ବାହାରିନି? ହଁ, ଏଠି ମୋ ଦାଦା ଏଠି ହଳ କରୁଥିଲା। ସେଇ ଦାଦା ତାଙ୍କ ଫାଳ ଏଠି ବାଜିକି ସେ ସବୁ ମାନେ ଜଣା ପଡ଼ିଲା ଯେ ଏଠି ଗୋଟେ ମନ୍ଦିର, ଗୋଟେ ଠାକୁର ଅଛନ୍ତି। ଆଉ ଦେଖିପାରୁଥିବେ ଫ୍ରେଣ୍ଡ ମୋ ପଛପଟରେ ମାନେ ଖୋଳା ହେଇଛି ଯେତିକି, ଆହୁରି ତା ତଳକୁ 5 ଫୁଟ କହୁଛନ୍ତି ଯେ 5 ଫୁଟ ଖଣ୍ଡେ ଠାକୁର ଅଛନ୍ତି, ଦେଖିପାରୁଥିବେ। ଆଉ ଫ୍ରେଣ୍ଡ ଯଦି ଆମ ଠାକୁରକୁ ଟିକେ ସାହାଯ୍ୟ ଟିକେ କରନ୍ତୁ, ଆଉ ମୋ ଭିଡ଼ିଓ ସବୁଆଡ଼େ ଟିକେ ସେୟାର କରନ୍ତୁ, ଆଉ ଟିକେ ସାହାଯ୍ୟ ଟିକେ ଆସି ଟିକେ କରନ୍ତୁ ଏ ମନ୍ଦିର ପାଖରେ। ଭଗବାନ ତୁମକୁ ଆଶୀର୍ବାଦ ବହୁତ ଦେବେ। ବହୁତ ଏଥିରେ ରହିଛନ୍ତି, ଦେଖ କେମିତିଆ ଖରାରେ ସେମାନେ କଷ୍ଟ କରି ରହିଛନ୍ତି। ଆଉ ଟିକେ ଏତିକି ଆଶୀର୍ବାଦ ଟିକେ କରନ୍ତୁ ଫ୍ରେଣ୍ଡ, ଆଉ ଟିକେ ସାହାଯ୍ୟ ଟିକେ କରନ୍ତୁ। ମାନେ ସାରା ଓଡ଼ିଶାରୁ ମୁଁ କହୁଛି, ଆମ ଏଇଠି କେମିତିଆ ଖରା ହେଉଛି ଦେଖିପାରୁଥିବେ। ବିଲ ମଝିରେ ଆମେ ଅଛୁ। ଆଉ ଫ୍ରେଣ୍ଡ ଆଉ ଦେଖିଲ ତ ସେଠି ଆମର ମନ୍ଦିର କେମିତି ବାହାରିଛି। ଆଉ ଆଗରେ ଆଉ ଗୋଟେ ମନ୍ଦିର ଗୋଟେ ଅଛି, ସେଠିକି ଟିକେ ଯିବା। ସେଠି ଟିକେ ମା ଟିକେ ଠାକୁର ପାଖରେ ଫୁଲ ଟିକେ ଦେଇ ଦେଇକି ଆଉ ଧୂପ ଟିକେ ଜାଳି ଦେଇକି ପଳେଇବା ଘରକୁ। ଆଉ ଖରା ତ ଭାରି ଜୋର ହେଉଛି ଇଆଡ଼କୁ, ଭୁବନେଶ୍ୱର ଏତେ ଖରା ଅଛି। ଖରା ଭୁବନେଶ୍ୱର ଟିକେ କମ୍ ଅଛି, କିନ୍ତୁ ପ୍ରବଳ ଗରମ ସେଠି ହେଉଛି, ଭାରି ଜୋର ରହି ହେଉନି। ରୁମ୍ ଫୁମ୍ରେ ଏସି ନ ରହି ହେବନି। ଆଉ ଚାଲନ୍ତୁ ଯିବା ସେଇ ଠାକୁର ପାଖରେ ଟିକେ ଠାକୁର ଟିକେ ଦର୍ଶନ ଟିକେ କରିଦେବା। ଆଉ ଟ୍ରେନ୍ ଦେଖିବା ତ ଇଏ ହେଲା ଧବଳେଶ୍ୱର ଠାକୁର, ଆଉ ସେଠି ତ ବୁଦ୍ଧେଶ୍ୱର ଠାକୁର ଦେଖିଲ। ପଛପଟରେ କେମିତି ଭାରି କଷ୍ଟରେ ଅଛନ୍ତି, ବର ଗଛ ଅଛି, ଛାଇ ଅଛି, ଟିକେ ସେଠି ଅଛି। କେହି ବି ସାହାଯ୍ୟ କରିବାକୁ ବି ନାହାନ୍ତି ଏଠି। ଦେଖିପାରୁଥିବେ ବହୁତ ବର୍ଷ ହେଲାଣି ଏ ଠାକୁର ଏଠି ଅଛନ୍ତି। ବର୍ତ୍ତମାନ ଏଗୁରା କିଛି କାମ ହେଇନଥିଲା, ଏଗୁରା ସବୁ ବିଲ ଥିଲା। ଏଇ 2-3 ବର୍ଷ ହବ ଏ ପିଣ୍ଡି ଫିଣ୍ଡି ସବୁ ପକା ହେଇଛି।
ଏଟା ଗୋଟେ କୂଅ ଗୋଟେ ଅଛି ଏପଟେ। ଭଲ ଫ୍ରେଣ୍ଡ ଯିବା ବର୍ତ୍ତମାନ ଘରକୁ ଯିବା। ଘରେ ଦେଖିବା ଆଉ କ'ଣ କ'ଣ ଛୁଆ ସବୁ ଯାଇଛନ୍ତି ଟ୍ୟୁସନ୍, ସବୁ ଯାଇଛନ୍ତି ଆସିନାହାନ୍ତି। ଆସିଲେ ପୁରା ପାଗଳା ପୁରା ହେଇଛି ଆଉ ହେଇଛି ଚାଲ ଯିବା, ବଢ଼ିଆ ମଜା ହେବ, ଚାଲ ଯିବା। ଆଉ ଫ୍ରେଣ୍ଡ ଦେଖିବାଟି ମୋ ଜେଜେ ବହିଛନ୍ତି ବିଲକୁ ଯାଇଥିଲେ, ଫାଉଡ଼ା ନେଇକି ଯାଇଥିଲେ। ଆଉ ବର୍ତ୍ତମାନ ଛାଇରେ ବହିଛନ୍ତି, ଥଣ୍ଡା ପବନ ଦଉଛି। ଆଉ କ'ଣ ଭାଇ କହ, କ'ଣ କହିବି କହୁନୁ? ଭାଇ କହୁଛି ଅଲଗା ପ୍ରକାର ହେଇଛି ଆଉ। କହ ଟିକେ ଲାଇକ୍ ଟିକେ ସେୟାର ଟିକେ କରିଦେବେ। ଠାକୁର ପାଇଁ ଆଉ ମୋର କିଛି ନୁହେଁ। ଠାକୁର ପାଇଁ ଚିନ୍ତା କ'ଣ କରିବ, ଗରିବ ଲୋକ କରିପାରୁନି କିଛି, କି ଠାକୁର କିଛି ଜଣଉନାହାନ୍ତି। ଠାକୁର କଥା ଜଣାଇ ଠାକୁରଙ୍କୁ କ'ଣ ହବ। ଆଉ ଫ୍ରେଣ୍ଡ ଆଉ ଭାଇ ମା କହୁଛନ୍ତି ଯେ ଠାକୁର ପାଇଁ କିଛି ଆପଣମାନେ ଟିକେ ସାହାଯ୍ୟ ଟିକେ କରନ୍ତୁ, ତାଙ୍କର ଏତିକି ଟିକେ ଆଶୀର୍ବାଦ ଟିକେ ରଖନ୍ତୁ। ଆଉ ଦେଖିପାରୁଥିବେ କେମିତି ଖରାରେ ସେ ଆସିକି ଠାକୁର ପାଖରେ ବସିଥିଲେ, ପବନ ଦଉଛି, ଥଣ୍ଡା ଜାଗାରେ ଆସିକି ବସିଛନ୍ତି। ଆପଣ ଟିକେ ସାହାଯ୍ୟ ଟିକେ କରନ୍ତୁ, ଏତିକି ଅନୁରୋଧ ତାଙ୍କର। ଆଉ ଚାଲନ୍ତୁ ଯିବା ଆଗକୁ, କ'ଣ ଦେଖା ହେଉଛି। ଠାକୁର ପାଇଁ ଟିକେ ଯଦି ସାହାଯ୍ୟ କରନ୍ତେ ସମସ୍ତେ ଆଉ ସେ ଡରୁଛି ନା, ଏକୁଟିଆ ପିଲା ଲୋକ, ଆଉ କ'ଣ କରିବ। ମୋ ଦାଦା ସବୁ ଦାୟିତ୍ୱ ନେଇଛି ତ, ଆଉ ସେଥିପାଇଁ। କ'ଣ ଦାଦାର ବା ହଳ କରୁଥିଲା, ବାହାରିଲା। ଦାଦା ହଳ କରୁଥିଲା, ଟ୍ରାକ୍ଟର ବାଜିଲା, ବାହାରିଛନ୍ତି ଠାକୁର। ସେଥିପାଇଁ ସିଏ କୋଉଠି କିଛି ଇଏ କରିପାରୁନି, ପାଗଳା ବାଗିଆ ହଉଛି। କ'ଣ କରିମି, ଠାକୁରଙ୍କୁ କେମିତି ଛାଇକି ଖରାରେ ରହିଛନ୍ତି ଠାକୁର, ଦେଖିଲେନି। ଦାଦା ହଳ କରୁଥିଲେ, ତାଙ୍କ ଫାଳ ବାଜିକି ସେଠି ଫାଟି ଯାଇଛି। ସେଥିପାଇଁ ଟିକେ ଦୁଃଖ ଟେ ଲାଗୁଛି, ଟିକେ ଆଗକୁ କ'ଣ ଅସୁବିଧା ହବ, ସେଥିପାଇଁ ଟିକେ ସାହାଯ୍ୟ ଟେ ମାଗୁଛନ୍ତି, ଟିକେ କର ଟିକେ। ଫ୍ରେଣ୍ଡ ବର୍ତ୍ତମାନ ତ ଘରେ ଆସିକି ପହଞ୍ଚିଲି, ଭାରି ଜୋରେ ଖରା ହେଉଛି ଆଉ ଗରମ ହେଉଛି। ଆଉ ବର୍ତ୍ତମାନ ଯାଉଛି ପ୍ୟାଣ୍ଟ ସାର୍ଟ ପାଲଟିମି। ଆଉ ଏ ଭିଡ଼ିଓଟା ଏଇଠି ମୁଁ ଏଣ୍ଡ କଲି, କାହିଁକିନା ବେଶୀ ବଡ଼ ମାନେ ବହୁତ ବଡ଼ ହେଇଯିବ। ଭିଡ଼ିଓଟା ଏଇଠି ମୁଁ ଏଣ୍ଡ କଲି। ଆଉ ଯଦି ଭିଡ଼ିଓଟା ଭଲ ଲାଗିଥିବ, ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ ନିଶ୍ଚିନ୍ତ ଭୁଲିବନି। ଆଉ ଏ ଡ୍ରାଇଭର ଭାଇକି ଟିକେ ସାହାଯ୍ୟ ଟିକେ କର, ଟିକେ ଆପଣଙ୍କର ଆଶୀର୍ବାଦ ମୁଁ ଦରକାର, ଆଉ କିଛି ନୁହେଁ। ବାଏ, ନେକ୍ସଟ ବ୍ଲଗ୍ ଦେଖା ହେଉଛି।